ଯେତେବେଳେ ଚାହିଁବେ ସେ ନାରୀ ତୁମକୁ ଦବ, ମିଳନ ପାଇଁ ରାତି ଦିନ ଘରକୁ ଡାକିବ। କେବଳ 3 ଥର ତାର ନାମ କହି 3ଟି ଲବଙ୍ଗରେ ପରିସ୍ରା କରିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ନାରୀ 5 ମିନିଟ୍ରେ ତୁମ ପାଖକୁ ଆସିବ, ଯାହା ଚାହିଁବେ ତାହା କରିବ। ହଁ ଫ୍ରେଣ୍ଡସ୍, ଆପଣ ସମସ୍ତଙ୍କର ଇଚ୍ଛା ଥିବ କେଉଁ ନା କେଉଁ ଝିଅ ବା ବିବାହିତା ନାରୀକୁ ପଟେଇବା ପାଇଁ, ତାକୁ ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ। ତେବେ କେବଳ 3ଟି ଲବଙ୍ଗ ଆଣି ଆଜିର ଏହି ବଶୀକରଣ କରିକି ଦେଖନ୍ତୁ। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ବା ନାରୀ ପାଇଁ ଆପଣ ଏହି ବଶୀକରଣ କରିଦେବେ, ସିଏ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ପାଗଳି ପରି ଆପଣଙ୍କୁ ଭଲ ପାଇବ, ଆପଣଙ୍କୁ ଛାଡ଼ି ରହିପାରିବନି। ହଁ ଫ୍ରେଣ୍ଡସ୍, ଯଦି ଆପଣ କେଉଁ ଝିଅ ବା ବିବାହିତା ନାରୀକୁ ମନେ ମନେ ଭଲ ପାଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ବା ନାରୀ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ କେବଳ 3ଟି ଲବଙ୍ଗ ଆଣି ଆଜିର ଏହି ବଶୀକରଣ କରିକି ଦେଖନ୍ତୁ। ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ଯେଉଁ ଝିଅ ବା ନାରୀ ଉପରେ ଆପଣ ଏହି ବଶୀକରଣ ମାତ୍ର ଗୋଟିଏ ଥର ପ୍ରୟୋଗ କରିଦେବେ, ସିଏ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ଝିଅ ଆପଣଙ୍କୁ ଧୋକା ଦେଇଛି, ଆପଣଙ୍କର ନମ୍ବର ବ୍ଲକ୍ କରିଦେଇଛି, ଅନ୍ୟ କାହା ସହିତ କଥା ହେଉଛି, ଅନ୍ୟ କାହାକୁ ଭଲ ପାଉଛି, ତେବେ ମୋ କଥା ମାନି 3ଟି ଲବଙ୍ଗ ଆଣି ଆଜିର ଏହି ବଶୀକରଣ କରିକି ଦେଖନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ଯେତେ ଦୂରରେ ଥିଲେ ମଧ୍ୟ ରାତିଦିନ ଆପଣଙ୍କ କଥା ଭାବିବ, ନିଜେ ଆସିବ ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣ ସାହାଯ୍ୟରେ ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରିପାରିବେ, ଆଉ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ସିଏ ଆପଣଙ୍କୁ କୌଣସି ପ୍ରକାର ବାଧା ଦେବ ନାହିଁ, ଯାହା ଚାହିଁବେ ତାହା କରିବ, ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖିବେ, ତେବେ ଯାଇକି ଆପଣ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଜାଣିପାରିବେ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ ଆପଣ କହିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ, ପ୍ରୟୋଗ ବିଧିକୁ ଠିକ୍ ଭାବରେ ବୁଝନ୍ତୁ, ତାପରେ ଆପଣ ବଶୀକରଣ କରିବା ପାଇଁ ଯିବେ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯାହାକୁ ଚାହିଁବେ ତାକୁ ବଶରେ କରିପାରିବେ। କାହିଁକି ନା ଏହି ବଶୀକରଣକୁ ପ୍ରୟୋଗ କରି ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି। ନିଜ ପସନ୍ଦର ସୁନ୍ଦରୀ ଝିଅ ବା ସୁନ୍ଦରୀ ନାରୀକୁ ପଟେଇ ପାରିଛନ୍ତି। ଆଶା ଛାଡ଼ି ଦେଇଥିବା ଲୋକ ମଧ୍ୟ ନିଜ ପ୍ରେମକୁ ଫେରି ପାଇଛି। ବିନା ମନ୍ତ୍ର, ବିନା ତନ୍ତ୍ର, ବିନା କିଛି ଜିନିଷ ଖୁଆଇ ପିଆଇ, ବିନା କୌଣସି ପଇସା ଖର୍ଚ୍ଚ କରି ଆପଣ ଘରେ ବସି ବସି ଏହି ବଶୀକରଣ କରିପାରିବେ, ଆଉ ନିଜ ପସନ୍ଦର ଝିଅକୁ ମୁହୂର୍ତ୍ତକ ଭିତରେ ପଟେଇ ପାରିବେ। ମୋର ବିଶ୍ୱାସ କି ଆପଣ ଅତି ସହଜରେ ଏହି ବଶୀକରଣ କରିପାରିବେ। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିବେ। କେଉଁ ବି କୁଆଁରୀ ଝିଅ ବା ବିବାହିତା ନାରୀକୁ ବଶରେ କରି ତାଠାରୁ ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଏହି ବଶୀକରଣ ପ୍ରୟୋଗ କରିବେନି। କାହିଁକି ନା ଯେଉଁ ଝିଅ ବା ନାରୀ ଉପରେ ଏହି ବଶୀକରଣ ମାତ୍ର ଗୋଟିଏ ଥର ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କର ବଶରେ ହେଇଯିବ, ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ, କୌଣସି ପ୍ରକାର ବାଧା ଦେବ ନାହିଁ। ଠିକ୍ ଅଛି, ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। ହଁ ଫ୍ରେଣ୍ଡସ୍, 3ଟି ଲବଙ୍ଗର ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଯିଏ ବି ଏହାକୁ କରିଛି ସଫଳ ହେଇଛି। ତେଣୁ ଆପଣ ବି ମୋ କଥା ମାନି ଗୋଟିଏ ଥର କରିକି ଦେଖନ୍ତୁ,
तापर देखिबे चमत्कार किपरि सेही समय ठारू से झियो बा नारी आपणक आड़को आकर्षित हेबाकू लागिब निजे आसीब आपणक सहित कथा हेब आपणको भल पाउची बोली कहिब। तेबे एही वशीकरण विधि जानिबा पूर्वरु मोर आपण मानकू गोटे छोटिया अनुरोध शुणी नियंतु। आमर भिडियोर कमेंट रे बहुत लोक माने फेक लोक माने कमेंट करुछंती मोबाइल नंबर देउछंती वशीकरण करिवे कहिकी हजार हजार टंका ठकी नेउछंती। सेमाने एते मात्रा रे कमेंट करुछंती कि आपणकर कमेंट ता भितरे हजि जाउची आउ आमे आपणकू रिप्लाई करि पारुनु। एथिपई आपण आमको क्षमा करिवे आउ कमेंट बॉक्स रे दिया जाउथिबा फेक मेसेज आ मोबाइल नंबर रो रिप्लाई दियंतु नाही काहेकि ना सेमाने वशीकरण करिवे कहिकी आपणकर पैसा ठकी नेबे। तेणु मोर आपण मानकू अनुरोध कि आपण वीडियो देखंतु निजे चेष्टा करंतु किंतु एही सब ठकामीरु दूरे रुहंतु। आमर बहुत सारा दर्शक बंधु माने अछंती जेउ माने आमको कहउछंती कि गुरुजी आपण आमर काम करि दियंतु आपण जेते पैसा मागिबे आमे देबु हजार हजार टंका जाचुछंती। देखंतु यूट्यूब रे आपणकू एमिति अनेक चैनल मिलिजिबो जेउ माने मोबाइल नंबर देउछंती ताबिज बिकुछंती वशीकरण करिवे कहिकी हजार हजार टंका ठकी नेउछंती किंतु आमर एही चैनल रे आपणक पई फ्री रे वशीकरण वीडियो अपलोड करा जाउची जहाकू आपणकर सुविधा पई अपलोड करा जाउची जहाकू आपण निज घरे बसी बसिकी करि परिबे। तेबे आपण पैसा कौन पई खर्च करिवे आपण वीडियो देखंतु निजे चेष्टा करंतु तेबे जाय कि आपण 100 रु 100% सफल हेबे। जदि गोटिए थर रे हेउनी द्वितीय थर चेष्टा करंतु निहाती भाबे सफल हेबे। ठीक अछि तेबे वशीकरण करिबा पूर्वरु वशीकरण विषय रे किछि जानि रखंतु। वशीकरणर माने हेउची सामना बालाकू निज बसरे करिबा तार दिमाग रे निजर भावना को पहुँचाइबा। तेबे वशीकरण कौन पई करा जाए जेतेबेले आपण काहाकू निज ठारू अधिक भल पाउचंती किंतु जेते चेष्टा कले मध्य ताकू पटेई पारुनांती ता बिना बंची पारिबेनी भाबुचंती सेतेबेले आपण वशीकरण करि परिबे। किंबा जदि केउ लोक बिना कारण रे आपण को हैरान करूची आपणकर घर परिवार उपरे खराब नजर पकाउची एही परि परिस्थिति रे आपण वशीकरण करि परिबे। काहेकि ना केते थर एमिति हेइथाय कि आमर शत्रु पैसा रे आउ शक्ति रे आमठारू बलवान हेइथाय आउ आमे चाहिकी भी तार किछि करि पारु नाहु। एही परि परिस्थिति रे आपण वशीकरण करि परिबे निज शत्रु को हाथ मुठारे रखि परिबे सुंदरी झियो पटेई परिबे। एथिपई आजिर एही भिडियोटी रे मु आपणक पई आमर तंत्र शास्त्ररू एमिति एक सहज घरेई वशीकरण नहीं आसीची जार प्रयोग रे आपण सुंदरी रु सुंदरी झियो बा पड़िशा घर सुंदरी भाउज को बसरे करि परिबे। सीए आपणक प्रेम रे एमिति दीवानी हेजिबो कि टाणी होई आपणक पाखकू आसीबो जहा चाहिबे ताहा करिबो। ठीक अछि तेबे मने रखंतु मंत्र तंत्र जंत्र वशीकरण ये एमिति सेमिति काम करेनी मनरे संपूर्ण विश्वास निष्ठा आउ एकाग्रतार सहित आपणकू एही वशीकरण करिबाकू पड़िबो। तेबे जाई मु आपणकू ग्यारंटी देउची आपण जहाकू चाहिबे ताकू निज बसरे करि परिबे। ठीक अछि तेणु जदि आपण एही वशीकरण करिबाकू चाहुचंती से झियो बा नारी को निज प्रेम रे दीवानी करिबाकू चाहुचंती ताकू पटेई ताठारू निजर मन मुताबक काम हासिल करिबाकू चाहुचंती तेणु मोर आपण मानकू अनुरोध कि आपण भिडियोटी को मूलरू शेष पर्यंत पूरा ध्यान सहित देखिबे। मन रखंतु एही वशीकरण करिबा पई आपणकू केवल 3टी लवंगर आवश्यक। हाँ फ्रेंड्स केवल 3टी लवंगर साहाय्य रे आपण से झियो बा नारी को पटेई पारिबे। प्रथमे आपण कोन करिवे 3टी लवंग नेइकी कौनसी एक सुनसान जगह को जिबे जेउठारे आपण को केही देखिबेनी किंबा अधारू डाकिबेनी। तापरे से 3टी लवंग को तले माटी उपरे रखिबे। तापरे सेई झियो बा नारीर नाम 3 थर कहिबे। 3 थर झियो बा नारीर नाम कहि सारिबा परे आपण एही शब्द को 3 थर पढ़ी देबे तासिन तासिन मरतासिन
तासिन तासिन मर्तासिन तासिन तासिन मर्तासिन ଏହି ତିନୋଟି ଶବ୍ଦକୁ ଏହିପରି 3 ଥର ପଢ଼ି ସାରିବା ପରେ କ'ଣ କରିବେ ସାଙ୍ଗେ ସାଙ୍ଗେ ସେ 3ଟି ଲବଙ୍ଗ ଉପରେ ପରିସ୍ରା କରିଦେବେ। ମନେ ରଖନ୍ତୁ ଆଖି ବନ୍ଦ କରିକି ପରିସ୍ରା କରିବେ। ପରିସ୍ରା କରିସାରିବା ପରେ ଆପଣ ଚୁପଚାପ ଘରକୁ ଫେରି ଆସିବେ। ପଛକୁ ବୁଲିକି ଚାହିଁବେନି। ଗ୍ୟାରେଣ୍ଟି ଦେଉଛି ଏତିକି କରିକି ଦେଖନ୍ତୁ ସେ ଝିଅ ହେଉ ବା ବିବାହିତା ନାରୀ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଯାହା ଚାହିଁବେ ତାହା କରିବ। ଧନ୍ୟବାଦ।